ଟିକେ ପରିଚୟ ଦେଲେ। ମାନଭଞ୍ଜନ ମଲ୍ଲ, କ'ଣ ସଭାପତି ପାରାଦୀପ ନିର୍ବାଚନ ମଣ୍ଡଳୀ ବିଜୁ ଯୁବ ଜନତା ଦଳ। କ'ଣ କହିବେ କାହିଁକି ପ୍ରେସ୍ ମିଟ୍ର ଆବଶ୍ୟକତା ପଡ଼ିଲା? ଆଜି ପ୍ରେସ୍ ମିଟ୍ର ଆବଶ୍ୟକତା ଏଇଥିପାଇଁ ପଡ଼ିଲା କି ନିଜର କ୍ଷୋଭ ପ୍ରକାଶ କରିବି। ତେଣୁ ଯେଉଁ 2024 ଜେନେରାଲ ଇଲେକ୍ସନ୍ ପରଠାରୁ ଆମ ଦଳରେ ଯେଉଁଭଳି ଭାବରେ ଚାଲିଛି ତାହା ମନ ଭିତରେ ବହୁତ ଦୁଃଖ ପ୍ରଦାନ କରୁଥିଲା, ଯେଉଁଟାକି ଆନ୍ଦୋଳିତ କରୁଥିଲା। ସେଥିପାଇଁ ମୁଁ ଆଜି ପ୍ରେସ୍ ଡାକି ମୋର ଇସ୍ତଫା ପ୍ରଦାନ କଲି ବିଜୁ ଜନତା ଦଳରୁ ଏବଂ ସମସ୍ତ ପଦପଦବୀରୁ। କାହା ପାଖକୁ ପଠାଇଛନ୍ତି ଇସ୍ତଫାପତ୍ର? ଇସ୍ତଫାପତ୍ର ମୁଁ ସିଧାସଳଖ ଅଭିଯୋଗ ଆପଣଙ୍କର କ'ଣ ଅଛି? ଅଭିଯୋଗ ଗୋଟିଏ, ମୁଁ ମୋର ଇସ୍ତଫାପତ୍ର ଆମର ମାନ୍ୟବର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମହୋଦୟଙ୍କ ନିକଟକୁ ମେଲ୍ ମାଧ୍ୟମରେ ପଠାଇ ଦେଇଛି ଏବଂ କପି ମଧ୍ୟ କରିଛି ଆମର ଜିଲ୍ଲା ସଭାପତି ମଧ୍ୟ। ଏବଂ ମୋର କ୍ଷୋଭର କାରଣ କ'ଣ? କ୍ଷୋଭର କାରଣ ହେଉଛି 24 ମସିହା ଠାରୁ ସରକାର ଆମର ନାହିଁ, 24 ବର୍ଷ ସରକାର ଥିଲା ବିଜୁ ଜନତା ଦଳର। ତା ପରଠାରୁ ସରକାରକୁ ଗଲା ପରଠାରୁ 2024 ମସିହା ପରଠାରୁ ଆଜି ପର୍ଯ୍ୟନ୍ତ ଆପଣମାନେ ବି ଅନୁଭବ କରୁଥିବେ, ବିଜୁ ଜନତା ଦଳର ଆଗ ଧାଡ଼ିର କର୍ମୀମାନେ ପାରାଦୀପ ନିର୍ବାଚନ ମଣ୍ଡଳୀରେ ଏବଂ ନେତୃବୃନ୍ଦମାନେ କୌଣସି ଗୋଟେ ସାଧାରଣ କର୍ମୀଙ୍କର ଭଲ ଅବସ୍ଥାରେ ଅଛନ୍ତି କି ଖରାପ ଅବସ୍ଥାରେ ଅଛନ୍ତି, ସରକାର ଆସିଲା ପରେ ତାଙ୍କର ଆକ୍ରୋଶର ଶିକାର ହେଉଛନ୍ତି କି ସେମାନଙ୍କର କାର୍ଯ୍ୟ ହେଉଛି କି ନାହିଁ, କୌଣସି ଦିନ ଗୋଟିଏ କଥା କେହି ପଦେ ପଚାରିଲେ ନାହିଁ। ଯେଉଁଟାକି ଦୁଃଖର ବିଷୟଟା ହେଉଛି ସେଇ ମୂଳ କଥା ହେଲା। ତେଣୁ ଆମେ ଯେତେବେଳେ ସକ୍ରିୟ ରାଜନୀତି ଭିତରେ ରହୁଛୁ ଏବଂ ଦଳ ସ୍ତରର ଲୋକମାନଙ୍କ ସହିତ ରହୁଛୁ, ଯେତେବେଳେ କାର୍ଯ୍ୟ ନ କରିପାରୁଛୁ, ସବୁବେଳେ ସେମାନଙ୍କର ଅଭିଯୋଗ ଆମ ପାଖରେ ରହୁଛୁ। ତେଣୁ ଦାୟିତ୍ୱ ଥାଇକରି ଆମେ କିଛି ମୂଲ୍ୟ ନାହିଁ। ତେଣୁ ନିଜକୁ ଯଦି ଆମେ ଦାୟିତ୍ୱରୁ ଓହରିଯିବୁ, ଅନ୍ତତଃ ପକ୍ଷେ ସାଧାରଣ ଲୋକକୁ ଆମେ ଅନ୍ୟ କେଉଁଭଳି ଭାବରେ ରହିକରି ତାଙ୍କୁ ନ୍ୟାୟ ପ୍ରଦାନ କରିପାରିବୁ ବୋଲି ବାଟଟା ଖୋଜିଲୁ। ଏବଂ ତା ମାଧ୍ୟମରେ ଯଦି ମୁଁ ଇସ୍ତଫା ପ୍ରଦାନ କଲା ପରେ ବିଜୁ ଜନତା ଦଳର ପାରାଦୀପ ନିର୍ବାଚନ ମଣ୍ଡଳୀରେ କିଛି ଚିନ୍ତାଧାରା ପଶିବ ଯେ ଆମେ ଯେଉଁମାନେ ପଶିଲେ ଭିତରକୁ ଆସିଲେ ଏବଂ ନିର୍ବାଚନ ମଣ୍ଡଳୀରେ ଯେଉଁ ପୁରୁଣା କର୍ମୀ ଥିଲେ ସେ କାହାନ୍ତି, ଆଜି ଯେଉଁମାନେ ଧସେଇ ପଶିଲେ ସେମାନେ ବର୍ତ୍ତମାନ ହାଇଜାକ୍ କରିଦେଲେ ଦଳକୁ। ଆଉ କର୍ମୀମାନଙ୍କର ଯେଉଁ ଦାମବାବୁଙ୍କ ସମୟରୁ ଯେଉଁମାନେ ଥିଲେ ଛାମୁଆ କର୍ମୀ, ଯେଉଁମାନେ କହୁଥିଲେ ଯେ କି ଆମେ ବିଜୁ ଜନତା ଦଳର କର୍ମୀ, ସେ କାହାନ୍ତି? ଦାମବାବୁ କେବେ ବେପାର କରୁନଥିଲେ ପାରାଦୀପ ନିର୍ବାଚନ ମଣ୍ଡଳୀରେ, କିନ୍ତୁ ବର୍ତ୍ତମାନ ସରକାର ନଥାଇକି ଆମର କିଛି ଆଗ ଧାଡ଼ିର କର୍ମକର୍ତ୍ତାମାନେ ବେପାର କରିବା ଚିନ୍ତାଧାରା କରୁଛନ୍ତି। ତେଣୁ ତାଙ୍କ ବେପାର ଯଦି କିଛି ଲସ୍ ହେଇଛି, ସେମାନେ ବେପାର କଥା ଚିନ୍ତା କରୁଛନ୍ତି। ଦଳଟାକୁ ସମ୍ପୂର୍ଣ୍ଣ ହାଇଜାକ୍ କରିଦେଲେ। ସାଧାରଣ କର୍ମୀଟିଏ ନାହିଁ, କର୍ମୀର ଭଲ ମନ୍ଦ କିଛି ବୁଝିବାର ନାହିଁ। ତେଣୁ ଯେତେବେଳେ ବିଜୁ ଜନତା ଦଳ ତାର ନିଜର ଯେଉଁଟା ଅଛି ମୂଳ ଲକ୍ଷ୍ୟ ଥିଲା, ସେ ଲକ୍ଷ୍ୟରୁ ଦୂରେଇ ଯାଉଛି, ତେଣୁ ନିଜ ତରଫରୁ ଇସ୍ତଫା